ସମୟ ଜୀବନ ସାରା ରହେ ନାହିଁ, କିନ୍ତୁ ଖରାପ ସମୟରେ ଯଦି କେହି ଖରାପ ବ୍ୟବହାର କରନ୍ତି ତାହେଲେ ଜୀବନ ସାରା ମନେ ରହିଯାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 26 ତାରିଖ, ଓଡ଼ିଆ ମାଘ ମାସ 13 ଦିନ, ସୋମବାର, ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି, ଯାହା ସନ୍ଧ୍ୟା 5:23 ପର୍ଯ୍ୟନ୍ତ ରହୁଛି। ତାପରେ ନବମୀ ତିଥି ଆରମ୍ଭ ହେଉଛି। ଆଜି ଅଶ୍ୱିନୀ ନକ୍ଷତ୍ର, ଯାହା ଦିବା 9:17 ପର୍ଯ୍ୟନ୍ତ ରହୁଛି। ତାପରେ ଦୁଜା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମେଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:25 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:29। ଆଜି ଯୁଗ୍ନି ରହିଛି ଐଶାନ କୋଣେ, ସନ୍ଧ୍ୟା 5:23 ପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୂର୍ତ୍ତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ଅଷ୍ଟମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ନଡ଼ିଆ, ତତ୍ସହିତ ଲାଉ ଭୋଜନ ନିଷେଧ ରହିଛି। ଆଜି ପବିତ୍ର 77ତମ ସାଧାରଣତନ୍ତ୍ର ଦିବସ ଏବଂ ଭୀଷ୍ମାଷ୍ଟମୀ, ଯାହାକି ଭୀଷ୍ମଙ୍କ ଉଦ୍ଦେଶ୍ୟରେ ଆଜି ତିଳତର୍ପଣ କରାଯାଏ। ଏହା କରିଲେ ଆପଣଙ୍କର ପରିବାର ମଙ୍ଗଳ ହୋଇଥାଏ। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ସୀମାନ୍ତୟନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ପୁରାତନ ଗୃହ ପ୍ରବେଶ, ଦେବତା ଗଠନ, ନୌକା ଓ ଯାନବାହନ ନିର୍ମାଣ ଓ ଚାଳନା, ତତ୍ସହିତ ଯାତ୍ରା କରିପାରିବେ। କ୍ରିୟ ବାଣିଜ୍ୟ, ପୁଣ୍ୟ ଆରମ୍ଭ, ଔଷଧୀକରଣ ଓ ସେବନ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ୍ୟ ସ୍ଥାପନ, ରଣଗ୍ରହଣ ଓ ଦାନ, ନବବସ୍ତ୍ର ପରିଧାନ, ନବଶଯ୍ୟା ଉପଭୋଗ, ହୋମାଦି ଶାନ୍ତି ସହିତ ଆପଣ ରାତ୍ରିରେ ଗର୍ଭଧାରଣ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 7:47 ଦିବା 9:29 ମଧ୍ୟ ରହିଛି ରାହୁ କାଳ ସହିତ କାଳବେଳା। ସେହିଭଳି ଦିବା 3:50 ଦିବା 3:53 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 9:40 ରାତ୍ରି 11:15 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ 7:46 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:07 ଦିବା 3:49 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3:54 ଅପରାହ୍ନ 5:29 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:19 ରାତ୍ରି 8:42 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:19 ରାତ୍ରି 1:29 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସୁଭଯୋଗ ସ୍ଥିତିରେ ରହୁଛି। ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ ମହା ଆନନ୍ଦରେ ଦିନ କଟିବାର ସୁଯୋଗ ଦେବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ କୃତ କାର୍ଯ୍ୟ କରିବା ସହିତ ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ବିରୁଦ୍ଧ ସତ୍ତ୍ୱେ ମଧ୍ୟ ଆପଣ ନିଶ୍ଚିତ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚି ପାରନ୍ତି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି, ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ରୋମାଣ୍ଟିକ ପରିବେଶ ଦେଖାଦେବ। ତତ୍ ସହିତ ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ମେଷ ରାଶି ବ୍ୟକ୍ତି, ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ଯାହାକି ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମେଷ ରାଶି ବ୍ୟକ୍ତି ଉତ୍ତମ ଭୋଜନ ସହିତ
ଆଜି ଉତ୍ତମ ନିଦ୍ରା ଏବଂ ଆଜି କିଛି ଉପହାର ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଅଚାନକ ଆପଣଙ୍କର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଜଡ଼ିତ ରହିପାରେ, ମାନସିକ ଅଶାନ୍ତି ପରିବେଶରେ ଦିନ କଟିପାରେ। ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ ମନକୁ ଅସ୍ଥିର ରହୁଛି ଯଦି ସ୍ଥିର କରିବା ପାଇଁ କିଛି ସଙ୍ଗୀତ ଶୁଣନ୍ତୁ, ପ୍ରବଚନ ଶୁଣନ୍ତୁ, ଯାହା ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କର୍ମକ୍ଷେତ୍ରରେ ଆପଣଙ୍କୁ କାର୍ଯ୍ୟ କରିବା ପାଇଁ ଇଚ୍ଛା କମି ଯାଇପାରେ। ତତ୍ସହିତ ଆପଣଙ୍କ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ହାନି ଯୁଗ ରହୁଛି। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଶେଷ ସହଯୋଗ ମିଳି ନପାରେ। ଆଜି ଯାହାକି ବେପାର ବାଣିଜ୍ୟରେ ବୃଷ ରାଶି ବ୍ୟକ୍ତି ଆଶା ଅନୁଯାୟୀ ଲାଭ ନ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଅନେକ ସମସ୍ୟା ଜଡ଼ିତ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଯଦି ଅଛନ୍ତି ତେବେ ଆପଣଙ୍କ ପାଇଁ ଆଦୌ ଭଲ ଦିନ ହୋଇ ନପାରେ। ଆଜି ବୃଷ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ କଥା ଆପଣଙ୍କର ଅନେକ ଚିନ୍ତାର ବିଷୟ, ବିଶେଷ କରି ପିଲା ଛୁଆଙ୍କ କଥା ଚିନ୍ତା କରି ଆପଣ ମାନସିକ ଚିନ୍ତା ଆହୁରି ଅଧିକ ବଢି ଯାଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ବିଶେଷ କରି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ହବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତତ୍ସହିତ ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବ ଏବଂ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ନିଶ୍ଚିତ ସନ୍ତୁଷ୍ଟ ବ୍ୟକ୍ତ କରିପାରନ୍ତି ଏବଂ ମିଥୁନ ରାଶି ବ୍ୟକ୍ତି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ସମ୍ବନ୍ଧରେ ଯୋଉମାନେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ତମ ଦିନ ହେବ। ଭାବ ପ୍ରବଣତା ଅଧିକ ଦେଖାଦେବ। ତତ୍ସହିତ ପରିବାର ବର୍ଗଙ୍କ ସହିତ ମିଥୁନ ରାଶି ବ୍ୟକ୍ତିଙ୍କର ଆଜି ଅନେକ ଯାହାକି ଭଲ ସମ୍ପର୍କ ରହିବ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ଆପଣଙ୍କର ଅତି ସରଳତା ସହକାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିବ, ତତ୍ସହିତ ମାନ ସମ୍ମାନ ବୃଦ୍ଧି ହବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ ଆପଣଙ୍କର ପଦ ଉନ୍ନତି ବା ଆପଣଙ୍କର ଉଚ୍ଚ ଅଧିକାରୀଙ୍କ ଯାହାକି ଆପଣଙ୍କର କାର୍ଯ୍ୟକୌଶଳ ଦେଖି ନିଶ୍ଚିତ ପ୍ରସନ୍ନ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ଆଜି ପ୍ରେମ ସମ୍ବନ୍ଧରେ ଉତ୍ତମ ଯୁଗ ରହୁଛି, ତତ୍ସହିତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦଉଛି। ଆଜି କର୍କଟ ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ଅଚାନକ ଆପଣଙ୍କର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆପଣ ଜଣେ ଦୃଢ ବ୍ୟକ୍ତି ରୂପେ ପରିଚିତ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ସବୁଜ ରଙ୍ଗ ବ୍ୟବହାର କରିପାରିବେ
ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟକୁ ଆପଣ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି। ଯଦି ଧ୍ୟାନ ସହକାରେ କାର୍ଯ୍ୟ କରିବେ କୌଣସି କାର୍ଯ୍ୟରେ ଅଟକିବ ନାହିଁ। ଯୋଉ ସମସ୍ୟା ଆସୁଥିବ ତାହା ଧୀରେ ଧୀରେ ସମାଧାନ ମଧ୍ୟ ହୋଇଯିବ। ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ପରିବାର ବର୍ଗଙ୍କ ସହିତ କିଛି ମତଭେଦ ଆସିପାରେ, ବିଶେଷ କରି ପୁତ୍ର ପୁତ୍ରୀଙ୍କୁ ନେଇ ଆପଣ ଟିକେ ଚିନ୍ତିତ ରହିପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତି ବ୍ୟବସାୟ କରୁଥିଲେ ଆପଣ ନିଶ୍ଚିତ ସଚେତନ ସହକାରେ ବେପାର ବାଣିଜ୍ୟ କରନ୍ତୁ। ସଚେତନ ସହକାରେ ବେପାର ବାଣିଜ୍ୟ କରିଲେ ଆପଣଙ୍କର କୌଣସି କ୍ଷତି ହବ ନାହିଁ ଏବଂ ଲାଭ ନିଶ୍ଚିତ କରିବେ। ବିଶେଷ କରି ଶତ୍ରୁ ମାନେ ଆଜି ଆପଣଙ୍କୁ ପରାଜିତ କରିବା ପାଇଁ ଚେଷ୍ଟା କରିପାରନ୍ତି, ଯାହା ପାଇଁ ଆପଣ ଟିକେ ପରିଶାନ ରହିପାରନ୍ତି। ଏହା ପ୍ରତି ଧ୍ୟାନ ଦେଲେ ଶତ୍ରୁ ଠାରୁ ମଧ୍ୟ ଆପଣ ବିଜୟ ହବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆଗକୁ ବଢିବାର ଯୁଗ ରହୁଛି, କିନ୍ତୁ ଟିକେ ଝାମିଲା ହୋଇପାରେ। ଏହା ପ୍ରତି ସଚେତନ ରହିବା ସହିତ ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା କିଛି ମାତ୍ରାରେ ଆପଣଙ୍କୁ ସମସ୍ୟାରେ ପକିପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି କମଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଆପଣ ବାଦ ବିବାଦ, ଯୁକ୍ତିତର୍କ, ଝଗଡା ଏବଂ କୌଣସି କଳହ ଠାରୁ ନିଜକୁ ଯେତେ ଦୂର ଦୂରେଇ ରଖିବେ ଆପଣଙ୍କର କାର୍ଯ୍ୟ ସେତେ ସଫଳତା ଆଡକୁ ଅଗ୍ରଗତି କରିବ। ନହେଲେ ଆପଣ ଝାମିଲା ଭିତରେ ପଶିଲେ ଆପଣଙ୍କୁ ଅନେକ ପରିଶାନ ଉଠିବା ପାଇଁ ପଡିବ, ଯାହା ଆପଣଙ୍କର ହିଁ କ୍ଷତି ହେବ। ଆଜି କନ୍ୟା ରାଶି ବ୍ୟକ୍ତି ଅର୍ଥଜନିତ କ୍ଷେତ୍ରରେ ଆପଣଙ୍କୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରିଲେ ଆପଣ ଯାହାକି ଭାଗ୍ୟ ସାଥ ଦେବ ଏବଂ ନିଶ୍ଚିତ ଅର୍ଥ ସଫଳତା ଆଡକୁ ବେପାର ବାଣିଜ୍ୟରେ ପାଇବେ। ନହେଲେ ଆପଣଙ୍କର ଅର୍ଥ ହାନି ମଧ୍ୟ କରିବାର ସୁଯୋଗ ରହୁଛି, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ନିଶ୍ଚିତ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହବାର ସୁଯୋଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନେ ଟିକେ ଆଜି ସ୍ଥିର ରୁହନ୍ତୁ, ତାହା ଆପଣଙ୍କ ପାଇଁ ଭଲ ହେବ ଏବଂ ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ, ବିଶେଷ କରି ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆପଣଙ୍କ ପାଇଁ ଆଜି ସ୍ୱାସ୍ଥ୍ୟ ଆଉ ଟିକେ ବଢେଇ ଦେଇପାରେ, ତେଣୁ ଏହା ପ୍ରତି ଧ୍ୟାନ ନିଶ୍ଚିତ ଦିଅନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଆଗକୁ ବଢିବା ସହିତ ଆପଣଙ୍କର କାର୍ଯ୍ୟ ସଫଳତା ଯୁଗ ରହୁଛି, କିନ୍ତୁ ତୁଳା ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ କରନ୍ତୁ। କୌଣସି ଅଧୈର୍ଯ୍ୟ ହୋଇ କାର୍ଯ୍ୟ କରନ୍ତୁ ନାହିଁ। ଯଦି ଅଧୈର୍ଯ୍ୟ ହୋଇ କାର୍ଯ୍ୟ କରିବେ ତାହା ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡିପାରେ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଅର୍ଥଜନିତ କାରବାରରେ ଆପଣ ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି ଏବଂ ଆପଣ ବେପାର ବାଣିଜ୍ୟରେ ଆପଣ ସଚେତନ ସହକାରେ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିଲେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, କିନ୍ତୁ ଟିକେ ଗଡବଡ କରିଲେ ଆପଣ ଅର୍ଥ ହାନି ହବାର ମଧ୍ୟ ସୂଚନା ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଯଦି କିଛି ଦୂରଯାତ୍ରା କରୁଛନ୍ତି ସେଥିରେ ଆପଣ ସଫଳତା ପାଇବେ ଏବଂ କାର୍ଯ୍ୟ ଆପଣଙ୍କର ନିଶ୍ଚିତ ଶୁଭଯୁଗ ପରିସ୍ଥିତି ଆଡକୁ ନେବ। ଆଜି ତୁଳା ରାଶି ବ୍ୟକ୍ତି ଉତ୍ତମ ଭୋଜନ ସହିତ ଉତ୍ତମ ଯାହାକି ସୁଖ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ରହିବ ଏବଂ ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିପାରନ୍ତି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି।
एबे चलंतु जानिबा बिछा राशि व्यक्तिଙ୍କ विषय। बिछा राशि व्यक्ति आज समस्त प्रकार कार्य रे आपण सफलता पाइबा सहित पूर्वरु अटकी जाइथिबा कार्य मध्य सेथिरे निश्चित आपणकर कार्य सफलता करिवार पूर्ण दक्षता आपणक पाखरे रहिछि। आज बिछा राशि व्यक्ति आपणकर दैनंदिन कार्य सहित आपणकर चाकरी संबंध कार्य मध्य उत्साह सहकारे करिवे एवं कार्य कौशल देखि उपरस्थ कर्मचारी आपनको प्रशंसा करि पारंती। आज बिछा राशि व्यक्तिଙ୍କର इंटरव्यू एग्जाम थिले सेथिरे अनेक प्रकार सफलता प्राप्त करिवार पूर्ण सुयोग रहुछि। आज बिछा राशि व्यक्ति राजनीतिक सामाजिक क्षेत्र रे आपणकर दक्षता वृद्धि होबार अनेक चांस रहुछि। आज बिछा राशि व्यक्तिଙ୍କର जहाँकि आपणकर व्यापार वाणिज्य रे आपण जहाँकि निश्चित लाभ करिबा सहित आपणकर कार्य कौशल रे पूर्ण जहाँकि भाग्य आपनको साथ देउछि। तत्सहित प्रेम दुनिया रे बिछा राशि व्यक्तिଙ୍କ ପାଇଁ आदि भल संबंध रहिबो। मधुर कथावार्ता रे आपण समस्तଙ୍କର मन जिणिबार अनेक चांस रहुछि एवं बिछा राशि व्यक्ति आज परिवार वर्गଙ୍କ सहित हस खुशी रे दिन कटिबार सुयोग देबो। आज बिछा राशि व्यक्तिଙ୍କର जहाँकि स्वास्थ्यगत दृष्टि देखिले आपण पूर्ण सुस्थ रहिबे। कौनसी स्वास्थ्य समस्या रहिबो नाही जहाँ आपनको भाग्य चक्र जना पड़ुछि। आज बिछा राशि व्यक्ति विशेष करी शत्रु माननकु आपण पराजित करिबा सहित कंपटीशन क्षेत्र रे जदि किछि भाग नउछंती सेथिरे विजय प्राप्त करिवार पूर्ण सुयोग रहुछि। आज बिछा राशि व्यक्तिଙ୍କର भाग्य संख्या रहिछि जहाँ कि 8। भाग्य रंग रहुछि जहाँ कि आपण धला रंग व्यवहार करि परिबे एवं ग्रह माने आपनको आज 98% साथ दउछंती। एबे चलंतु जानिबा धनु राशि व्यक्तिଙ୍କ विषय। धनु राशि व्यक्ति आज प्रत्येक कार्य आपनको धैर्य सहकारे कार्य करिवार आवश्यकता रहिछि। कोनोसी कार्य अस्थिर अधैर्य होई करंतु नाही जहाँ आपणक पई परवर्ती स्टेप रे अनेक महंगा पड़ी पारे एवं आज धनु राशि व्यक्ति दैनंदिन कार्य रे आपणकर कार्य विफलता सामना करिबा सहित चाकरी संबंध रे कार्य त्रुटि होई पारे जहाँ पई उपरस्थ कर्मचारी ठारू आपण गाली सुनिबार अनेक चांस रहुछि। आज धनु राशि व्यक्ति व्यापार वाणिज्य करुथुले आपण आशा अनुसार लाभ करि न पारंती तेणु एहा प्रति ध्यान दबार आवश्यकता रहिछि। तेबे आज धनु राशि व्यक्ति जहाँ कि आपण जदि दूरयात्रा कौनसी कार्य रे करूछंती बा कौनसी कार्य सफलता करिबा पई जाउछंती ताहा आपनको सफलता प्राप्त करिबा भारी कष्टकर एवं कार्य रे जहाँ कि दूरयात्रा कार्य रे आपनको अनेक समस्या मध्य उपजी पारे। आज धनु राशि व्यक्तिଙ୍କର जहाँ कि प्रेम संबंध रे अनेक प्रकार मनांतर सहित परिवार वर्गଙ୍କ सहित भल संपर्क न रही पारे। आज धनु राशि व्यक्तिଙ୍କର स्वास्थ्यगत दृष्टि देखिले आपणकर स्वास्थ्य अस्थिरता आड़को अग्रगति करि पारे। आज धनु राशि व्यक्तिଙ୍କର भाग्य संख्या रहिछि जहाँ कि 8। भाग्य रंग रहुछि जहाँ कि मिश्रित कला रंग व्यवहार करि परिबे एवं ग्रह माने आपनको आज जहाँ कि 45% साथ दउछंती। एबे चलंतु जानिबा मकर राशि व्यक्तिଙ୍କ विषय। मकर राशि व्यक्ति आज कार्य करुथला बेले सार्वजनिक स्थान रे आपण कहा सहित जुक्ति तर्क करंतु नाही बा निजर कार्य करुथला बेले टिके शांत रहंतु जहाँ आपणक पई लाभदायक हेबो एवं जदि आपण अशांति बा झगड़ा भितरे पसुचंती ताहा परवर्ती स्टेप रे आपणकर ही महंगा पड़ी पारे। आज जहाँ कि मकर राशि व्यक्ति भाग्य आपणकर साथ रहिबो। प्रत्येक कार्य रे आपण धीरे धीरे सफलता प्राप्त करिवार पूर्ण सुयोग रहुछि। आज राजनीतिक सामाजिक क्षेत्र रे आपणकर दक्षता निश्चित बढ़िबो। तत्सहित अर्थजनित कारोबार रे आपण निश्चित लाभ करिवार पूर्ण सुयोग रहुछि। आज मकर राशि व्यक्तिଙ୍କର प्रेम संबंध रे आपणकर भल संबंध रहिबो। तत्सहित हस खुशी रे दिन कटिबो एवं परिवार वर्गଙ୍କ सहित आज भल संबंध रहिबार अनेक चांस रहुछि। आज मकर राशि व्यक्तिଙ୍କର स्वास्थ्यगत दृष्टि देखिले आपणकर स्वास्थ्य किछि मात्रा रे अस्थिरता करि पारे किंतु निजर खाद्य को आपण भल भाबे परिचालना करिले आपणकर कौनसी समस्या आसीबो नाही। आपण पूर्ण सुस्थ रहिबे कौनसी समस्या देखा देबो नाही। आज जहाँ कि मकर राशि व्यक्तिଙ୍କର भाग्य संख्या रहिछि जहाँ कि 4। भाग्य रंग रहुछि जहाँ कि नील रंग व्यवहार करि परिबे एवं ग्रह माने आपनको आज जहाँ कि 55% साथ दउछंती।
ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିପାରନ୍ତି। ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ଭିନ୍ନ ପ୍ରକାର ହୋଇ ଅନ୍ୟମାନଙ୍କ ଠାରେ ଆପଣ ଦୃଷ୍ଟି ଆକର୍ଷଣ କରି ପ୍ରଶଂସା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ମାନସିକ ସ୍ତରରେ ଆପଣ ସୁସ୍ଥ ରହିପାରନ୍ତି। ତତ୍ସହିତ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯେକୌଣସି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି ସେଥିରେ ବିଜୟ ହବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ନିଶ୍ଚିତ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। କିନ୍ତୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। କୌଣସି ଅଧୈର୍ଯ୍ୟ ରିସ୍କ ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ମହଙ୍ଗା ପଡିପାରେ। ଆଜି ଯାହାକି କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଭଲ ଦିନ ହୋଇପାରେ। ତତ୍ସହିତ ପରିବାର ବର୍ଗଙ୍କ ସହିତ ଆପଣଙ୍କର ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ କୌଶଳରେ ଅନେକ ସଫଳତା ରହିବ, କିନ୍ତୁ କେତେକାଂଶରେ ଆପଣ ମାନସିକ ଚିନ୍ତା ରହିପାରେ, କାରଣ ଆପଣଙ୍କର ବୈଚାରିକ ମତଭେଦ ରହିପାରେ ନିଜର କାର୍ଯ୍ୟ କ୍ଷେତ୍ରରେ, ଯାହା ପାଇଁ ଆପଣ କିଛି ସମସ୍ୟାରେ ଉପୁଜି ପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ଅଟକିବ ନାହିଁ, ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଆପଣଙ୍କର ଭଲ ସମ୍ବନ୍ଧ ରହିବ। ତତ୍ସହିତ ଆଜି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଆଜି କିଛି ବିଶେଷ ଖରାପ ଦିନ ହୋଇନପାରେ। ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ କରିପାରନ୍ତି। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିପାରେ। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ରହୁଛନ୍ତି ନିଶ୍ଚିତ ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇପାରେ। ତତ୍ସହିତ ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର।